60 କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରଟିକୁ ଉନ୍ନତମାନର କରାଯାଇଛି, ଯେଉଁଠି ବିଭିନ୍ନ ପ୍ରକାର ଉନ୍ନତମାନ ଉପକରଣ ସହିତ ରୋଗୀର ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ମାତ୍ର ଏହି ମେଡ଼ିକାଲରେ ଯେଉଁଠାରେ 22 ଜଣ ଡାକ୍ତର ରହିବା କଥା ସେଠାରେ ମାତ୍ର 5 ଜଣରେ କାର୍ଯ୍ୟ ଚାଲୁଛି। ଏଠାରେ 15 ଜଣ ଆସିଷ୍ଟାଣ୍ଟ ସର୍ଜନ ରହିବା କଥା, 4 ଜଣ ସ୍ପେଶାଲିଷ୍ଟ ରହିବା କଥା, ଜଣେ ସୁପରିଟେଣ୍ଡେଣ୍ଟ ରହିବା କଥା, ଜଣେ ଡେଣ୍ଟାଲ ସର୍ଜନ ରହିବା କଥା। ମାତ୍ର ଏଠି ଜଣେ ଡେଣ୍ଟାଲ ସର୍ଜନ ଏବଂ 2 ଜଣ MBBS ଡାକ୍ତରଙ୍କ ଦ୍ୱାରା ରୋଗୀ ସେବା ଚାଲିଛି, ଯାହା ପ୍ରତି ବାରମ୍ବାର ସ୍ଥାନୀୟ ଜନସାଧାରଣ ତରଫରୁ ରାଜ୍ୟ ସରକାର ଏବଂ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ ହୋଇପାରିନାହିଁ। ଏହା ମଧ୍ୟରେ ଯେଉଁ ସୁପରିଟେଣ୍ଡେଣ୍ଟ ଥିଲେ ବା ମେଡ଼ିକାଲ ଇନଚାର୍ଜ ଥିଲେ ତାଙ୍କୁ ତୁରନ୍ତ ଏଠୁ ହଟାଇ ନିଆଯାଇଛି, ଯିଏକି ଥିଲେ ସ୍ତ୍ରୀ ଓ ପ୍ରସୂତି ବିଭାଗର ସର୍ଜନ। ତାଙ୍କୁ ଏଠି ହଟାଇ ନେବା ଦ୍ୱାରା ଏକ ମରୁଭୂମି ପରିସ୍ଥିତି ସୃଷ୍ଟି ହୋଇଛି ମଣିଜଙ୍ଗା ମେଡ଼ିକାଲରେ। ଏହାକୁ ପ୍ରତିବାଦ କରି ସ୍ଥାନୀୟ ଜନସାଧାରଣ ଜଗତସିଂହପୁର ପ୍ରଶାସନକୁ ଅବଗତ କରିବା ପରେ କିଛି ନିଷ୍କର୍ଷ ନ ପାଇବାରୁ ସେମାନେ ମେଡ଼ିକାଲ ସମ୍ମୁଖରେ ଆଜି ଧାରଣାରେ ବସିଛନ୍ତି। ସୂର୍ଯ୍ୟନାରାୟଣ ବେହେରା, ନିର୍ଦ୍ଦେଶକ, ଓଡ଼ିଶା ଖାଉଟି ସମବାୟ ବିଭାଗ, ଓଡ଼ିଶା। ଆଜି ଧାରଣାରେ ଯେଉଁ ଆମେ ବସିଛୁ, ଯେଉଁ ମୁଖ୍ୟ ପଙ୍କଜ ଚାନ୍ଦ ଯେଉଁ ଡକ୍ଟର ଥିଲେ ଆଗରୁ ଏଠୁ ତାଙ୍କୁ ଗୋଟେ ଅସୁବିଧା ସମୟରେ ଗୋଟେ ସ୍ତ୍ରୀ ଲୋକକୁ ମାରି ଦେଇଥିଲେ ଭୁଲ ଔଷଧ ଦେଇ, ସେଥିପାଇଁ ଏଠୁ ଲୋକମାନଙ୍କର ଭାବାବେଗକୁ ଜଣାଇ ଏଠୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ବଡ଼ ଦୁଃଖର ବିଷୟ, ଏଠିକାର ଯେ ମେଡ଼ିକାଲ ଅଫିସର ଥିଲେ ଶୁଭଜ୍ୟୋତି ମହାନ୍ତି, ତାଙ୍କୁ ଏଠାରୁ ଅପସାରିତ କରାଯାଇଛି ଏବଂ ଏଠି ସାଧାରଣ ଜନସାଧାରଣଙ୍କ ଭାବାବେଗକୁ ଜଣାଇ ଆମେ ଚାହୁଁଛୁ ଶୁଭଜ୍ୟୋତି ମହାନ୍ତି ଏଠାରେ ଅବସ୍ଥାପିତ ରୁହନ୍ତୁ ଏବଂ ସେ ପଙ୍କଜ ଚନ୍ଦ୍ର ଚାନ୍ଦକୁ ଏଠାରୁ ଅନ୍ୟତ୍ର ବଦଳି କରାଯାଉ। ଏବଂ ମୁଁ ଆପଣଙ୍କ ଜରିଆରେ ସ୍ଥାନୀୟ ସାଂସଦ ବିଭୁ ପ୍ରସାଦ ତରେ ଏବଂ ଏଠିକାର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଅନୁରୋଧ କରୁଛି, ଏ ଲୋକମାନଙ୍କର ଯେଉଁ ରହିଛି ଭାବାବେଗ ରହିଛି, ଏଇଟାକୁ ତୁରନ୍ତ ଶୁଭଜ୍ୟୋତି ମହାନ୍ତିଙ୍କର ତୁରନ୍ତ କ୍ୟାନସେଲ୍ କରନ୍ତୁ ଏବଂ ପଙ୍କଜ ଚାନ୍ଦକୁ ଏଠୁ ବାହାରକୁ ଟ୍ରାନ୍ସଫର କରନ୍ତୁ। ଦେଖନ୍ତୁ, ଗୋଟେ ବଡ଼ କଥା ହେଉଛି, ପ୍ରାୟ 2023ରେ ଗୋଟେ ସ୍ତ୍ରୀ ଲୋକର ଟ୍ରିଟମେଣ୍ଟ ସମୟରେ ଭୁଲ ଟ୍ରିଟମେଣ୍ଟ ଯୋଗୁଁ ସେ ଲୋକଟି ମରିଥିଲା ଏବଂ ସେ ଡାକ୍ତର ଚିକିତ୍ସା କରିଥିଲେ ଯେ ସେ ହେଉଛନ୍ତି ପଙ୍କଜ କୁମାର ଚାନ୍ଦ। ସେ ପଙ୍କଜ କୁମାର ଚାନ୍ଦକୁ ସେହି କେସ୍ରେ ଏଠୁ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ତାଙ୍କୁ ଏଠିକି ପୋଷ୍ଟିଂ କରାଯାଉଛି, ଯେଉଁଟାକି ସେଥିପାଇଁ ଆମେ ଘୋର ବିରୋଧ କରୁଛୁ। ଏଭଳିଆ ଜଣେ ବିବାଦୀୟ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ପାଇଁ ଆମେ ଘୋର ବିରୋଧ କରୁଛୁ। ଦ୍ୱିତୀୟ କଥା ହେଲା, ଏଠି 5ଟି ସ୍ପେଶାଲିଷ୍ଟ ପୋଷ୍ଟ ଥିଲାବେଳେ ଜଣେ ମାତ୍ର ସ୍ପେଶାଲିଷ୍ଟ ଥିଲେ, ସେ ହେଉଛନ୍ତି ଶୁଭଜିତ ମହାନ୍ତି, କିନ୍ତୁ ତାଙ୍କୁ ହଠାତ୍ ଟ୍ରାନ୍ସଫର କରାଯାଇଛି। ଯେ ଜଣେ ଚାକିରି କରିଛି, ଟ୍ରାନ୍ସଫର କଲେ କିଛି କଥା ନାହିଁ, କିନ୍ତୁ ଆମକୁ ସେ ପୋଷ୍ଟ ଫିଲ୍ଅପ୍ କରିକି ଯଦି ନେବେ ନିଅନ୍ତୁ, କିଛି କଥା ନାହିଁ, କିନ୍ତୁ ତା ପୂର୍ବରୁ ଆମକୁ ତାଙ୍କ ଜାଗାରେ ଜଣେ ଗାଇନିକ୍ ସ୍ପେଶାଲିଷ୍ଟ ଦେବା ଦରକାର। ଆଉ ତୃତୀୟ ଜିନିଷ ହେଉଛି, ଡକ୍ଟର ଚାନ୍ଦ ଆମର ସ୍ଥାନୀୟ 2-3ଟି ପିଲାଙ୍କ ନାଁରେ ଆକ୍ରୋଶମୂଳକ ଭାବରେ ଥାନାରେ କେସ୍ କରିଛନ୍ତି, ଯେଉଁଗୁଡ଼ାକି ଅଭିସନ୍ଧିମୂଳକ। ତେଣୁ ଯଥାଶୀଘ୍ର ଏ କେସ୍ ଗୁଡ଼ିକ ତାଙ୍କ ଦ୍ୱାରା ଥାନାରୁ ଉଠାଯାଉ ବା ଆକୁ ମୀମାଂସା କରାଯାଉ। ଡକ୍ଟର ଏଠାରେ ଅବସ୍ଥାପିତ ହେବା ପଙ୍କଜ କୁମାର ଚାନ୍ଦଙ୍କ ମୁଖ୍ୟ ବିରୋଧ କରୁଛୁ। ତାର କାରଣ ହେଉଛି ସେ ଏଠି 2023 ମସିହାରେ ଥିଲେ ଏବଂ ଆମର ଜଣେ ମଣିଜଙ୍ଗାରେ ଜୈନିକ ମହିଳାଙ୍କୁ ଭୁଲ ଔଷଧ ଦେଇ ତାଙ୍କୁ ମାରିଦେଇଥିଲେ, ଯାହାଫଳରେ କି ଆମେ ସେତେବେଳେ ମଧ୍ୟ ଆନ୍ଦୋଳନ କରିଥିଲୁ ଏବଂ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଥିଲା ଏବଂ ତାଙ୍କୁ ପୁଣି ଗତ 27 ତାରିଖ ଦିନ ପୁଣି ଏଠିକି ଅବସ୍ଥାପିତ କରାଯାଇଛି। ଆମେ ଏକଥା ଜାଣିଲା ପରେ ଆମେ ଯାଇକି ପ୍ରଥମେ CDMକୁ ଭେଟିଥିଲୁ। CDM ଆମକୁ ଦୀର୍ଘ 1.5 ଘଣ୍ଟା କାଳ ତାଙ୍କ ପାଖରେ ବସାଇଲେ ଏବଂ ଆମକୁ ଦେଖାଦେଲେ ନାହିଁ। 1.5 ଘଣ୍ଟା ପରେ ଆମକୁ ଦେଖାଦେଲା ପରେ ଆମେ ଯାଇଥିଲୁ ଡକ୍ଟର ଚାନ୍ଦଙ୍କ ବିରୁଦ୍ଧରେ କହିବା ପାଇଁ, କିନ୍ତୁ ସେ ଆମକୁ ଆମର ଯିଏ ଥିଲେ ଏଠି ଇନଚାର୍ଜ ଡକ୍ଟର ମହାନ୍ତି ଆମଙ୍କ ବିରୁଦ୍ଧରେ କେବଳ କହି ଆମକୁ 20 ମିନିଟ୍ ସମୟ ନେଇଗଲେ ଏବଂ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ମହାନ୍ତିଙ୍କୁ ଏଠୁ କେମିତି ଉଠାଇବା ଏବଂ ସେଥିରେ ମଧ୍ୟ ସେ ସଫଳ ହୋଇଛନ୍ତି। ଏବେ ପୁଣି ମହାନ୍ତିଙ୍କୁ ମଧ୍ୟ ଏଠୁ ଉଠାଇ ଦେଇଛନ୍ତି। ମୁଁ ମଣିଜଙ୍ଗାର ଜଣେ ବାସିନ୍ଦା। ମୋ ନାଁ କୈଳାସ ଚନ୍ଦ୍ର ଦାସ। ସମସ୍ୟା ଏଇଆ, ଯେଉଁ ଡକ୍ଟରକୁ ପଠାଉଛନ୍ତି ଅଫିସ୍, ଜିଲ୍ଲା ଅଫିସ୍, सी डॉक्टर 3 वर्ष तले मोर गोटे बहु को स्टेटली मारदेले
5टा बेले जो इंजेक्शन दिखाई 7टा बेले ताकू आउ गोटे तार ओवर इंजेक्शनटा दिहला ताकू दीदी मना करुँच कल्पना दीदी थे से जड़े सीनियर दीदी से मना करुँच कि सार ये इंजेक्शनटा दिंतुनि ना डॉक्टर मु ना तमें दियो इंजेक्शन दिहला सांगे सांगे मला से तापरे आमर द्वितीय दाबी अच्छी जे आमर हाँ से दिन आम आमर जिलापाल महोदय को भेटिलु एवं से आमको 100% समय देले एवं कहले जे नाई मु निश्चित भाव आपण कथा को गुरुत्व देउछि एवं से डॉक्टर को छिटी पठेबी नाही किंतु वर्तमान सुधा मध्य जिलापाल महोदय या पर कौन पदक्षेप नहीं नांती जहाँकि दुखर विषय एवं एठी थिबा जनसाधारण से कथा को ए घटना शुणिला पर मध्य समस्ते माने एक प्रकार उत्क्षिप्त अवस्था अछंती तेणु जिलापाल महोदय और सेठी तुमको भेटी सारा जेहेतु आम पुणी पुनर्बार ये आमर जे थे प्रसूति व्यवहार डॉक्टर एकमात्र विशेषज्ञ हिसाब से ट्रांसफर कर दि जाइए तेणु आमर जेहेतु एक सीएससी अच्छी ये जेहेतु 4 जन स्पेशलिस्ट रहीबार व्यवस्था थिले जड़े स्पेशलिस्ट बर्तमान कहीं रहिले नहीं एवं 16 जन डाक्तर थिबा जगह मात्र 3 जन डाक्तर रहीकि रहिला फल ये रोगी मैंने आउछंती हंतसंत होउछंती रोगी मैंने टिकेट करूछंती किंतु देखि पारु नांती डॉक्टर मैंने देखि पारु नांती तेणु ये जो विभिन्न समस्या नहीं ताकू लेकिन आम एठारे गणधारण बसीचु एवं ये गणधारणटा अनिर्दिष्ट काल आम करूँ खरा काकर शीतर आम पड़ी रही किंतु आम जिते पर्यटन आम 5 गोटी दाबी पूरण न होती से पर्यटन आम एठारू उठू ना यह हूँ आम मुख्य समस्या और मुख्य दाबी गुड़ाक।